ପିଲାମାନେ ଏହା ହେଉଛି ତୁମର ନବୋଦୟ ଏଣ୍ଟ୍ରାନ୍ସ ପରୀକ୍ଷାର ଗଣିତ ବିଷୟ ଏବଂ ଏହା ସମସ୍ତ ପସିବୁଲ୍ MCQ ଗୁଡ଼ିକ ଆମେ ବାହାର କରିଛୁ, ଯାହାକି ତୁମ ପାଇଁ ଭେରି ଇମ୍ପୋର୍ଟାଣ୍ଟ ରହିଛି। ଠିକ୍ ଅଛି, ତେବେ ଦେଖିବା ଏବେ ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ ଅଛି, ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ 4ଟି ଉତ୍ତର ଦିଆଯାଇଛି। ଠିକ୍ ଉତ୍ତରଟି ବାଛି ଉତ୍ତର ସଂଖ୍ୟା ଚାରିପଟେ ଗୋଲ ବୁଲାଅ। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସଂଖ୍ୟାଟି 8,60,547 ସଂଖ୍ୟାରେ 4 ଓ 6ର ଅଙ୍କର ସ୍ଥାନୀୟମାନଙ୍କର ଅନ୍ତର କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ଏଠାରେ 4ର ଅଙ୍କର ସ୍ଥାନୀୟମାନ କେତେ? 4 ଅଙ୍କର ସ୍ଥାନୀୟମାନ ଏଇଠି ଅଛି 4 10। ଠିକ୍ ଅଛି, ଏବଂ 6 ଅଙ୍କର ସ୍ଥାନୀୟମାନ କେତେ? ଏଇଠି 6 ଅଙ୍କର ସ୍ଥାନୀୟମାନ ହେଉଛି 6 ଅୟୁତ। ଠିକ୍ ଅଛି, ତେବେ 6 ଅୟୁତରୁ ଆମେ 4 10 ଅର୍ଥାତ୍ 40। 6 ଅୟୁତରୁ ଆମେ 40 ଅନ୍ତର କରିବା, ବିୟୋଗ କରିବା। ଠିକ୍ ଅଛି, ତେବେ ଏଇଠି ଉତ୍ତର ହେବ ସି। ଏଠାରେ ସଠିକ୍ ଉତ୍ତର ହେଉଛି ସି। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1 ଲକ୍ଷ ଟଙ୍କା କେତୋଟି 10 ଟଙ୍କିଆ ନୋଟ୍ ହେବ? 1 ଲକ୍ଷ ଟଙ୍କା କେତୋଟି 10 ଟଙ୍କିଆ ନୋଟ୍ ହେବ? ପିଲାମାନେ ଏହାକୁ ତୁମେ ଅତି ସହଜରେ ହିସାବ କରିପାରିବ। ଠିକ୍ ଅଛି, ତୁମେ ଟିକିଏ ଚିନ୍ତା କରିବ ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ଡି। ଠିକ୍ ଅଛି, 10,000ଟି 10 ଟଙ୍କିଆ ନୋଟ୍ ହେବ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 3 4 5 2 0କୁ ବ୍ୟବହାର କରି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି ଲେଖିଲେ କେତେ ହେବ? ଏଠାରେ ପିଲାମାନେ ସବୁଠାରୁ ଛୋଟ ସଂଖ୍ୟା ଅଛି 0, ତା ଉପର ସଂଖ୍ୟାଟି ହେଉଛି 2। ପ୍ରଥମେ 2କୁ ଲେଖିବ, ତାପରେ ଲେଖିବ 0, ତାପରେ ଲେଖିବ 3, ତାପରେ ଲେଖିବ 4, ତାପରେ ଲେଖିବ 5 ଏବଂ ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର। ଠିକ୍ ଅଛି, ଏଠାରେ ଏ ନମ୍ବର ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1 ଅଙ୍କ ବିଶିଷ୍ଟ କେତୋଟି ଅଯୁଗ୍ମ ସଂଖ୍ୟା ଅଛି? 1 ଅଙ୍କ ବିଶିଷ୍ଟ କେତୋଟି ଅଯୁଗ୍ମ ସଂଖ୍ୟା ଅଛି? ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, 5ଟି। ଠିକ୍ ଅଛି, 5ଟି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 1 ଅଙ୍କ ବିଶିଷ୍ଟ ଯୁଗ୍ମ ସଂଖ୍ୟା ଗୁଡ଼ିକର ଯୋଗଫଳ କେତେ? 1 ଅଙ୍କ ବିଶିଷ୍ଟ ଯୁଗ୍ମ ସଂଖ୍ୟା ଗୁଡ଼ିକର ଯୋଗଫଳ କେତେ? ପିଲାମାନେ 1 ଅଙ୍କ ବିଶିଷ୍ଟ ଯୁଗ୍ମ ସଂଖ୍ୟା ଗୁଡ଼ିକୁ ତୁମେ ଯୋଗ କରିଦେଇ ଏଠାରେ ଉତ୍ତର ସଠିକ୍ ଭାବରେ ହଠାତ୍ ଦେଇପାରିବ। ଠିକ୍ ଅଛି, ଏଠାରେ ସଠିକ୍ ଉତ୍ତରଟି ହେବ ଏ ନମ୍ବର, 20। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଯେଉଁ ସଂଖ୍ୟାଟି 27,352ରୁ 9,756 ଅଧିକ, ସେହି ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ଏହି ସଂଖ୍ୟାଟିରେ ଏହି 9,756କୁ ଯୋଗ କରିବ ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ଡି ନମ୍ବର। ଡି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦୁଇଟି ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ହେଉଛି 15,316। ଯଦି ସାନ ସଂଖ୍ୟାଟି 17,388 ହୁଏ, ତେବେ ବଡ଼ ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, 32,704। 32,704। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 99,293 ଠାରୁ 98,720 କେତେ ଅଧିକ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କରିବ ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ସି ନମ୍ବର, 9,427। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। 27,653 ଠାରୁ 19,589 କେତେ କମ୍? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କରିବ ଏବଂ ସଠିକ୍ ଉତ୍ତରଟି ହେବ ଏ ନମ୍ବର, 8,064। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦୁଇଟି ସଂଖ୍ୟାର ବିୟୋଗଫଳ 9,757। ବଡ଼ ସଂଖ୍ୟାଟି 42,423 ହେଲେ ସାନ ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କରିବ
ତେବେ ଏଠାରେ ସଠିକ୍ ଉତ୍ତରଟି ହେବ ଏ ନମ୍ବର 32,667। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 219ରେ କେତେ ମିଶାଇଲେ ମିଶାଣ ଫଳ 15 ଦ୍ୱାରା ବିଭାଜ୍ୟ ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଠିକ୍ ଅଛି। ଏହାକୁ ଟିକେ ତୁମେ କଷିଲେ ବି କହିଦେଇ ପାରିବ। ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର 6। ଠିକ୍ ଅଛି। 219ରେ 6 ମିଶାଇଲେ 15 ଦ୍ୱାରା ବିଭାଜ୍ୟ ହେବ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 45,678କୁ କମା ବ୍ୟବହାର କରି ଲେଖିଲେ ଏହା କିପରି ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ସଂଖ୍ୟାର ଡାହାଣ ପଟୁ 3ଟି ଅଙ୍କ ଛାଡ଼ି ଦେଇ ତୁମେ କମା ଦେବ ଏବଂ ତାହା ହେଉଛି ସଠିକ୍ ଉତ୍ତରଟି ହେଉଛି ଏଠାରେ ବି ନମ୍ବର 45,678। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଠାରୁ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ କମ୍? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର 1। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 51,42,843 ସଂଖ୍ୟାଟିର 4ର ସ୍ଥାନୀୟ ମାନ ଦ୍ୱୟର ଯୋଗଫଳ କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ଗୋଟିଏ 4ର ସ୍ଥାନୀୟ ମାନ ହେଉଛି 4 ଅୟୁତ ଏବଂ ଗୋଟିଏ 4ର ସ୍ଥାନୀୟ ମାନ ହେଉଛି 4 ଦଶ। ଅତଏବ 4 ଅୟୁତରୁ 4 ଦଶ ଅର୍ଥାତ୍ 40 ବିୟୋଗ କରିବା ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ସି ନମ୍ବର। ଠିକ୍ ଅଛି। 40,040। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 67,52,429 ସଂଖ୍ୟାଟିରେ 2ର ସ୍ଥାନୀୟ ମାନ ଦ୍ୱୟର ଅନ୍ତରଫଳ କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ଗୋଟିଏ 2ର ସ୍ଥାନୀୟ ମାନ ହେଉଛି 4,000 ଏବଂ ଗୋଟିଏ 2ର ସ୍ଥାନୀୟ ମାନ ହେଉଛି 2 10 ଅର୍ଥାତ୍ 20 ଅର୍ଥାତ୍ 2,000ରୁ ଆମେ 20 ବିୟୋଗ କରିବ ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ଡି ନମ୍ବର 1980 1980। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସବୁଠାରୁ ସାନ 3ଟି କ୍ରମିକ ସଂଖ୍ୟାର ଯୋଗଫଳ କେତେ? ସବୁଠାରୁ ସାନ 3ଟି କ୍ରମିକ ସଂଖ୍ୟାର ଯୋଗଫଳ କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ସବୁଠାରୁ ସାନ 3ଟି କ୍ରମିକ ସଂଖ୍ୟା ଅର୍ଥାତ୍ 1 ଯୋଗ 2 ଯୋଗ 3। ଅତଏବ ଏହି 3ଟିର ଯୋଗଫଳ କେତେ? ଏଠାରେ ଉତ୍ତର ହେବ 6। ଡି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 708 ପ୍ରତ୍ୟେକକୁ ଥରେ ମାତ୍ର ବ୍ୟବହାର କରାଯାଇ 3 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଗଠନ କରାଯାଇପାରିବ? ପିଲାମାନେ ଏଠାରେ ତୁମେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ଗୁଡ଼ିକୁ ଗଠନ କରିବ 708କୁ ଅଦଳ ବଦଳ କରି। ଠିକ୍ ଅଛି। ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ସି 4 ଗୋଟି ସଂଖ୍ୟା ହୋଇପାରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟିର ନିକଟବର୍ତ୍ତୀ ସଂଖ୍ୟା ଦୁଇଟିର ଯୋଗଫଳ କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ତୁମେ ଏହାକୁ ହଠାତ୍ ଯୋଗ କରିଦେଇପାରିବ। ଠିକ୍ ଅଛି। ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ଏ ନମ୍ବର 2000। ଠିକ୍ ଅଛି। 2000 ହେବ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 5 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ଅନ୍ତରଫଳ କେତେ? 5 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ଅନ୍ତରଫଳ କେତେ? ପିଲାମାନେ ବୃହତ୍ତମ ସଂଖ୍ୟାରୁ କ୍ଷୁଦ୍ରତମ ସଂଖ୍ୟାକୁ ତୁମେ ହଠାତ୍ ବିୟୋଗ କରିଦେଇପାରିବ ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ 8,969। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 9,5,0,3କୁ ନେଇ ଗଠିତ 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେବ ବି ନମ୍ବର 19,09,530। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 5,3,0,1କୁ ନେଇ ଗଠିତ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେବ 1,35,000। 1,35,000। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 97,042ରେ 7ର ସ୍ଥାନୀୟ ମାନ ପ୍ରକୃତ ମୂଲ୍ୟ 7ର କେତେ ଗୁଣ ଅଟେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 1000 ଗୁଣ। 1000 ଗୁଣ। ଠିକ୍ ଅଛି। କାହିଁକି ଏଠାରେ 7000 ହେଉଛି ସ୍ଥାନୀୟ ମାନ ସେଇଠି, ସେଥିପାଇଁ ଏଠାରେ 7ର 1000 ଗୁଣ ହେଉଛି 7000। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 20 ଓ 30 ମଧ୍ୟରେ ଥିବା ସମସ୍ତ ମୌଳିକ ସଂଖ୍ୟାର ଯୋଗଫଳ କେତେ? ପିଲାମାନେ 20 ଓ 30 ମଧ୍ୟରେ ସମସ୍ତ ମୌଳିକ ସଂଖ୍ୟାକୁ ତୁମେ ହଠାତ୍ କରିଦେଇପାରିବ।
ঠিক ଅଛି ଯୋଗ କରିଦେଇପାରିବ ଏବଂ ଏହାର ଉତ୍ତର ହେବ 52। ଠିକ୍ ଅଛି 52। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 4 ଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ଦଶକ ଘର ଅଙ୍କ ଏକକ ଘର ଅଙ୍କର 2 ଗୁଣ, ଶତକ ଘର ଅଙ୍କ ଦଶକ ଘରର ଅଙ୍କର 2 ଗୁଣ ଓ ସହସ୍ର ଘର ଅଙ୍କର ଅଧା। ଯଦି ଅଙ୍କଗୁଡ଼ିକର ଯୋଗଫଳ 15 ହୁଏ ତେବେ ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେବ 8421। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 10,000 ସହ ତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟା ଯୋଗ କଲେ କେତେ ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। 10,000 ସହିତ ତାହାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟାକୁ ତୁମେ ହଠାତ୍ ଯୋଗ କରିଦେଇପାରିବ। ଠିକ୍ ଅଛି ଏବଂ ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି 20,000 ହେବ। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 312 ଡାହାଣରେ 4ଟି ଶୂନ ଲେଖିଲେ ତାହା 7 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ ଅଧିକ ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେବ ଏ। ଠିକ୍ ଅଛି 21,20,000 ହେବ। 21,20,000 ଉତ୍ତର ହେବ। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦୁଇଟି ସଂଖ୍ୟାର ଯୋଗଫଳ ସେମାନଙ୍କର ଅନ୍ତରଫଳ 17 ଗୁଣ। ଯଦି ଯୋଗଫଳ 153 ହୁଏ ତେବେ ସଂଖ୍ୟା ଦୁଇଟି ସ୍ଥିର କର କେତେ ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର 81 ଓ 72। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦୁଇଟି ସଂଖ୍ୟାର ଯୋଗଫଳ 32, ସାନ ସଂଖ୍ୟା ବଡ଼ ସଂଖ୍ୟାର ଅଧାରୁ 2 ବେଶୀ, ତେବେ ସଂଖ୍ୟା ଦୁଇଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେବ ସି ନମ୍ବର 12 ଓ 20। ଠିକ୍ ଅଛି 12 ଓ 20। ଦେଖିବା ପରବର୍ତ୍ତୀ ପ୍ରଶ୍ନ। 3ଟି କ୍ରମିକ ସଂଖ୍ୟାର ଯୋଗଫଳ 51, ସଂଖ୍ୟାଗୁଡ଼ିକ ସ୍ଥିର କର। 3ଟି କ୍ରମିକ ସଂଖ୍ୟାର ଯୋଗଫଳ 51। ପିଲାମାନେ ତୁମେ ଏଇଠୁ ହଠାତ୍ କରିଦେଇପାରିବ ମନେ ମନେ ହିସାବ କରିକି। ଠିକ୍ ଅଛି ଏବଂ ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 2, 9, 7, 1 ଓ 0କୁ ବ୍ୟବହାର କରି କେଉଁ ବୃହତ୍ତମ ମୌଳିକ ସଂଖ୍ୟା ଗଠନ କରାଯାଇପାରିବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର 92,107। 92,107। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 49,820ର ନିକଟତମ ସହସ୍ର ସଂଖ୍ୟାଟି କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର 50,000। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 8,25,064ରେ 8ର ସ୍ଥାନୀୟ ମାନ କେତେ? 8,25,064ରେ 8ର ସ୍ଥାନୀୟ ମାନ କେତେ? ଏଠାରେ 8ର ସ୍ଥାନୀୟ ମାନ ହେଉଛି 8 ଲକ୍ଷ ଅର୍ଥାତ୍ ଏ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 59,207ରେ 5ର ସ୍ଥାନୀୟ ମାନ ମୂଲ୍ୟ ଓ ପ୍ରକୃତ ମୂଲ୍ୟର ଅନ୍ତରଫଳ କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ 49,995। 49,995। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। 56,426ରେ ଥିବା ଦୁଇଟି 6ର ସ୍ଥାନୀୟ ମାନର ବିୟୋଗଫଳ କେତେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ଗୋଟିଏ 6ର ସ୍ଥାନୀୟ ମାନ ହେଉଛି 61 ଏବଂ ଅନ୍ୟଟି 6ର ସ୍ଥାନୀୟ ମାନ ହେଉଛି 6,000। ଅତଏବ 6,000ରୁ ଆମେ 6କୁ ବିୟୋଗ କରିବା ଏବଂ ଏଠାରେ ସଠିକ୍ ଉତ୍ତରଟି ହେବ ସି ନମ୍ବର 5,994। ଠିକ୍ ଅଛି ଧନ୍ୟବାଦ ପିଲାମାନେ। ଏପରି ଭିଡ଼ିଓ ଦେଖିବାକୁ ଆମର ଏହି ଚ୍ୟାନେଲକୁ ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି ଧନ୍ୟବାଦ।